କେନ୍ଦୁଆପଦା ଷେଣ୍ଢଦିରା ରାମପୁର ଓ ରାମକୃଷ୍ଣପୁରରେ ବିକଶିତ ଭାରତ ରଥକୁ ଭବ୍ୟ ସ୍ୱାଗତ। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ବର୍ତ୍ତମାନ ବିଭିନ୍ନ ପଞ୍ଚାୟତକୁ ଯାଉଥିବା ସହିତ ଏଲ୍ଇଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ପ୍ରଦର୍ଶନ କରାଯାଉଛି। ଆଜି କେନ୍ଦୁଆପଦା ପଞ୍ଚାୟତ ଅଫିସ ସମ୍ମୁଖରେ ପହଞ୍ଚିବା ପରେ ପଞ୍ଚାୟତ ସରପଞ୍ଚ ପ୍ରମୋଦ ଜେନାଙ୍କ ତତ୍ତ୍ୱାବଧାନରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ସୁଧାଂଶୁ ନାୟକ, ରାଜ୍ୟ କୃଷକ ସଭାପତି ମହେଶ୍ୱର ସାହୁ, ସଂକର୍ଷଣ ଜେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଦଳାଇ ସମେତ ବରିଷ୍ଠ ନେତୃବୃନ୍ଦ ସମେତ ଅଙ୍ଗନବାଡି ଆଶାକର୍ମୀ, ଏସ୍ଏଚ୍ଜି ମହିଳା ଉପସ୍ଥିତ ରହି ଏହି ରଥକୁ ବାଜା, ବାଣ, ରୋଷଣୀ, ଶଙ୍ଖ, ହୁଳହୁଳି ସହିତ ଝୋଟି ଓ ମୁରୁଜ ପକାଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମେଡିକାଲର କର୍ମକର୍ତ୍ତା ଉପସ୍ଥିତ ରହି ରୋଗୀ ଦେଖିବା, ଗ୍ୟାସ୍ ବିତରକ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ଯୋଗ ଦେବା, ସ୍ୱଚ୍ଛ ଭାରତ ମିଶନ ପାଇଖାନା, ବିଶ୍ୱକର୍ମା ଯୋଜନାରେ ପଞ୍ଜୀକରଣ, ପ୍ରଧାନମନ୍ତ୍ରୀ ଆବାସ ସମ୍ବନ୍ଧୀୟ ତଥ୍ୟ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଅବଗତ କରାଇଥିଲେ। ରାମପୁର ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ସରପଞ୍ଚ ଗିରିଧାରୀ ସାହୁ ନେତୃତ୍ୱରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ସୁଧାଂଶୁ ନାୟକ, ସଭାପତି ନିରଞ୍ଜନ ଭୂୟାଁ, ଜିତେନ୍ଦ୍ର ନାୟକ, ଉନ୍ନତି ବାଳା ଦାସ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବିକାଶିତ ରଥକୁ ସ୍ୱାଗତ କରିବା ସହିତ ଏଲ୍ଇଡି ମାଧ୍ୟମରେ ଉପସ୍ଥିତ ଥିବା ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ରାମକୃଷ୍ଣପୁର ପଞ୍ଚାୟତରେ ସରପଞ୍ଚ ହୀରେନ୍ଦ୍ର ଖିଲାର ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିକଶିତ ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଷେଣ୍ଢଦିରାରେ ସରପଞ୍ଚ ପ୍ରଶାନ୍ତ କୁମାର ଦାସ ଓ ସରପଞ୍ଚ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲେଖ କୁମାର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ ପାଇଁ ଆସିଥିବା ବିକଶିତ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭଦ୍ରକ ଜିଲ୍ଲାରୁ ରମେଶ ତ୍ରିପାଠୀଙ୍କ ରିପୋର୍ଟ, କୁଗଲି ନ୍ୟୁଜ୍।